আজি আসন্তু আম্ভেমানে স্वर्গ রাজ্যর মহিমা শীর্ষক উপদেশ মাধ্যমে পরমেশ্বরଙ୍କ বাক্য অধ্যয়ন করিবা। কেতেক সদস্য অল্প বিশ্বাসরে আরম্ভ কলে মধ্য কৌশি বিষয়ে বোধগম্যতা লাভ করি পরমেশ্বরଙ୍କ ও বাইবেলর শিক্ষাকু অত্যন্ত দৃঢ়তার সহিত পালন করନ୍ତି। অন্য পক্ষে এপরি সদস্য মধ্য অছন্তি যেউমানে এই শিক্ষাগুড়িকু বুঝি মধ্য কার্যরে পরিণত করিবা পাই সংঘর্ষ করନ୍ତି। ମୁଁ ଏପରି ଅନେକଙ୍କୁ ଦେଖିଛି ଯେଉଁମାନେ କିଛି ସମୟ ବିଶ୍ୱସ୍ତ ଭାବରେ ଚାଲିବା ପରେ ଦୁର୍ବଳ ହୋଇପଡ଼ନ୍ତି। ସେମାନେ ମଣ୍ଡଳୀକୁ ଆସିବାରେ ଅବହେଳା କରନ୍ତି ଏବଂ ସାଂସାରିକ ବିଷୟରେ ମଗ୍ନ ହୋଇଯାଆନ୍ତି। କଣ କାରଣ ଯେ କେତେକ ସଦସ୍ୟଙ୍କ ବିଶ୍ୱାସ ଦିନକୁ ଦିନ ଅଧିକ ଉଜ୍ଜ୍ୱଳ ହୁଏ କିନ୍ତୁ ଅନ୍ୟମାନଙ୍କ କ୍ଷେତ୍ରରେ ସେପରି ହୁଏ ନାହିଁ। ଦିନେ ମୁଁ ଏହି ପ୍ରଶ୍ନ ଉପରେ ଚିନ୍ତନ କରିବା ପାଇଁ କିଛି ସମୟ ନେଲି। ତାପରେ ମୋ ମନକୁ ଏହି ବିଚାର ଆସିଲା, ଏହାର କାରଣ ହେଉଛି ସେମାନେ ପରମେଶ୍ୱରଙ୍କ ରାଜ୍ୟକୁ ପ୍ରକୃତରେ ବୁଝି ନାହାନ୍ତି। ଯଦି ଆମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟକୁ ନ ଜାଣୁ ତେବେ ଆମ୍ଭେମାନେ ସେହି ରାଜ୍ୟ ପାଇଁ ଭରସା ରଖିପାରିବା ନାହିଁ କିମ୍ବା ତାହାର ସ୍ୱପ୍ନ ଦେଖିପାରିବା ନାହିଁ। ଆମ୍ଭେମାନେ ବାରମ୍ବାର ଏହି ଜଗତର ବିଷୟଗୁଡ଼ିକୁ ଯାହାକୁ ଆମ୍ଭର ପଞ୍ଚ ଇନ୍ଦ୍ରିୟ ଅନୁଭବ କରିପାରେ ସମସ୍ତ ବାସ୍ତବତାର ସାରାଂଶ ବୋଲି ଭୁଲ ଭାବରେ ଗ୍ରହଣ କରୁ। ଅନେକ ସମୟରେ ଆମ୍ଭେମାନେ ନିଜ ଅଜାଣତାରେ ଏହି ଜଗତର ଲୋକମାନଙ୍କ ଜୀବନଶୈଳୀକୁ ଆପଣାଇ ନେଉ ଏବଂ ନିଜକୁ କହୁ ବୋଧହୁଏ ମୋତେ ଏହିପରି ବଞ୍ଚିବାକୁ ହେବ। ଏହା କ'ଣ ପ୍ରାୟତଃ ଘଟେ ନାହିଁ? ଯଦି ଆମ୍ଭେମାନେ ସେହି ଧାରାରୁ ସାମାନ୍ୟ ପଛରେ ପଡ଼ିଯାଉ କିମ୍ବା ବିଚ୍ୟୁତ ହୋଇଯାଉ ତେବେ ଆମ୍ଭେମାନେ ଭାବିବାକୁ ଲାଗୁ କ'ଣ ମୁଁ ମୋ ଜୀବନ ଭୁଲ ଭାବରେ ବଞ୍ଚୁଛି? ଅନ୍ୟମାନଙ୍କ ପରି ମୋର ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ କ'ଣ ମୋତେ ଏହି କାମ ଓ ସେହି କାମ କରିବା ଉଚିତ ନୁହେଁ? ଏହିପରି ଭାବରେ ଆମ୍ଭେମାନେ ଅନେକ ସାଂସାରିକ ଚିନ୍ତାଧାରାରେ ପରିପୂର୍ଣ୍ଣ ହେବାକୁ ବାଧ୍ୟ ହେଉ। ମୁଁ ଏପରି ଅନେକ ସଦସ୍ୟଙ୍କୁ ଦେଖିଛି ଯେଉଁମାନେ ଭୁଲ ବୁଝନ୍ତି। ସେମାନେ ଭାବନ୍ତି ଯେ ସେହି ମାନଦଣ୍ଡ ଅନୁସାରେ ନ ବଞ୍ଚିବା ଅର୍ଥ ସେମାନଙ୍କ ଜୀବନ କୌଣସି ପ୍ରକାରେ ଭୁଲ ଅଟେ। ଏପରିକି ସେମାନେ ଆନ୍ତରିକ ଓ ସମର୍ପିତ ବିଶ୍ୱାସକୁ ମଧ୍ୟ ଏକ ଭୁଲ ବୋଲି ମନେ କରନ୍ତି। ଭାଇ ଓ ଭଉଣୀମାନେ, ଯେତେବେଳେ ପାଳକ ସ୍ୱର୍ଗର ରାଜ୍ୟର କାର୍ଯ୍ୟ ପାଇଁ କିଛି କୁହନ୍ତି ଆପଣମାନେ ହୁଏତ ଭାବିପାରନ୍ତି ମୁଁ ଭାବୁଛି ସେ କିଛି ବି ଦେବାକୁ ପ୍ରସ୍ତୁତ ଅଛନ୍ତି। ଯଦି ଆପଣ ଏହାକୁ କେବଳ ବୌଦ୍ଧିକ ସ୍ତରରେ ଗ୍ରହଣ କରନ୍ତି ତେବେ ଏହା ଅଧିକ ଦିନ ତିଷ୍ଠିବ ନାହିଁ। ବାଲି ଉପରେ ତିଆରି ହୋଇଥିବା ଘର ପରି ଯେତେବେଳେ ବି ଆପଣ କଷ୍ଟ କିମ୍ବା ଶୈତାନର ବିରୋଧର ସମ୍ମୁଖୀନ ହୁଅନ୍ତି ଆପଣ ଶୀଘ୍ର ଦୁର୍ବଳ ହୋଇ ଭୁଷୁଡ଼ି ପଡ଼ିବେ। ଆମ୍ଭେମାନେ କିଏ ତାହା ଆମ୍ଭମାନଙ୍କୁ ଜାଣିବାକୁ ହେବ। ଯଦିଓ ପରମେଶ୍ୱର ପ୍ରସ୍ତୁତ କରିଥିବା ଜଗତକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ମାପିପାରିବା ନାହିଁ ତଥାପି ଆମ୍ଭେମାନେ ଅତିରେ ତାହାକୁ ଅନୁଭବ କରିବାକୁ ସକ୍ଷମ ହେବା ଉଚିତ। ମୁଁ ନିଶ୍ଚିତ ଯେ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ବ୍ରହ୍ମାଣ୍ଡ ବିଷୟରେ ମୁଁ ଆପଣମାନଙ୍କୁ ପୂର୍ବରୁ କହିଛି। ମୁଁ ଆପଣମାନଙ୍କୁ ଯେତେ କହିଲେ ମଧ୍ୟ ଆପଣମାନେ ତାହା କଳ୍ପନା କରିପାରିବେ ନାହିଁ। ଏହା ସତ ନୁହେଁ କି? ଯେହେତୁ ଆପଣମାନେ ତାହା ଦେଖିନାହାନ୍ତି ତେଣୁ ଆପଣମାନେ ତାହା ବୁଝିପାରିବେ ନାହିଁ। କାରଣ ଆମ୍ଭେମାନେ ପୃଥିବୀର ଗୋଟିଏ ମେରୁରୁ ଅନ୍ୟ ମେରୁ ପର୍ଯ୍ୟନ୍ତ ମାତ୍ର 20,000 କିଲୋମିଟର ଦୂରତାକୁ ମଧ୍ୟ ଠିକ୍ ଭାବରେ ଅନୁସନ୍ଧାନ କରିନାହୁଁ। ତେଣୁ ଏହି ବାସ୍ତବତାକୁ ନ ଜାଣି ଲୋକମାନେ ଅସ୍ପଷ୍ଟ ଭାବରେ ଅନୁମାନ କରନ୍ତି ପୃଥିବୀ ନିଶ୍ଚୟ ବିଶାଳ ହେବ। କିନ୍ତୁ ଭାଇ ଓ ଭଉଣୀମାନେ, ବାସ୍ତବରେ ଯଦିଓ ଆପଣ ଏହାର ସମସ୍ତ ଗୌରବକୁ ଅଧିକାର କରି ଉପଭୋଗ କରନ୍ତି ତଥାପି ଏହା ପ୍ରକୃତରେ କିଛି ନୁହେଁ। କାହିଁକି ଏହା କିଛି ନୁହେଁ? କାରଣ ଯେତେବେଳେ ଆପଣ ଏହି ପୃଥିବୀରେ ଜୀବନର ସମସ୍ତ ଦୈନନ୍ଦିନ କାର୍ଯ୍ୟକଳାପକୁ ଏକ ମହାଜାଗତିକ ଦୃଷ୍ଟିକୋଣରୁ ଦେଖନ୍ତି ଆପଣ ଦେଖିପାରିବେ ଯେ ସେଗୁଡ଼ିକ ପ୍ରକୃତରେ କେତେ ନଗଣ୍ୟ। ସେଥିପାଇଁ ଯେଉଁମାନେ ଏହାକୁ ଠିକ୍ ଭାବରେ ବୁଝିପାରିଛନ୍ତି ସେମାନେ ପ୍ରାୟତଃ ଏହି ଜଗତର ଜୀବନ ପ୍ରତି ଏକ ପ୍ରକାର ଶୂନ୍ୟତା ଅନୁଭବ କରନ୍ତି। ତେଣୁ ଉପଦେଶକ ଅଧ୍ୟାୟ 1 ପଦ 2ରେ ଏହା ଲେଖା ଅଛି। ଉପଦେଶକ କହୁଅଛନ୍ତି ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର। ଯଦିଓ ସଲୋମନ ଜଣେ ମନୁଷ୍ୟ ଭାବରେ ସବୁକିଛି କରିଥିଲେ ତଥାପି ସେ ଏପରି କିଛି ପାଇପାରିଲେ ନାହିଁ ଯାହା ତାଙ୍କ ହୃଦୟକୁ ପ୍ରକୃତରେ ସନ୍ତୁଷ୍ଟ କରିପାରିବ କିମ୍ବା ଏହାକୁ ସମ୍ପୂର୍ଣ୍ଣ ଆନନ୍ଦରେ ପରିପୂର୍ଣ୍ଣ କରିପାରିବ। ତେବେ ଆଜି ଆସନ୍ତୁ ସ୍ୱର୍ଗର ରାଜ୍ୟର ମହିମା ଶୀର୍ଷକ ଉପଦେଶ ମାଧ୍ୟମରେ ସ୍ୱର୍ଗ ବିଷୟରେ ଚିନ୍ତନ କରିବା। ଯଦି ଜଣେ ବ୍ୟକ୍ତିଙ୍କର ସ୍ୱର୍ଗ ବିଷୟରେ ବିଶ୍ୱାସ କିମ୍ବା ବୁଝାମଣା ନଥାଏ ତେବେ ଯେତେବେଳେ ତାଙ୍କ ଚାରିପାଖରେ ଥିବା କେହି ତାଙ୍କୁ ସାଂସାରିକ ବିଷୟ ଦ୍ୱାରା ପ୍ରଲୋଭିତ କିମ୍ବା ପ୍ରତାରଣା କରେ ସେ ସ୍ୱର୍ଗୀୟ ବିଷୟଗୁଡ଼ିକୁ ପରିତ୍ୟାଗ କରିଦିଅନ୍ତି। ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କୁ ଏହା ଅନୁଭବ କରିବାକୁ ହେବ ଯେ ଆମ୍ଭେମାନେ ବାସ କରୁଥିବା ଏହି ଜଗତ ପ୍ରକୃତରେ କେତେ ଛୋଟ। ଏକ ଅଣୁବୀକ୍ଷଣିକ କ୍ଷେତ୍ର, ଏପରିକି ଛୁଞ୍ଚିର ଅଗ୍ରଭାଗଠାରୁ ମଧ୍ୟ ଛୋଟ। ଆମ୍ଭେମାନେ ଯେଉଁ ଜଗତକୁ ଯିବା, ଯେଉଁଠାରେ ରାଜତ୍ୱ କରିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଛନ୍ତି ତାହା ଏହି ପୃଥିବୀ ପରି ଏକ ଜଗତ ନୁହେଁ। ଯେତେବେଳେ ପ୍ରେରିତ ପାଉଲ ତୃତୀୟ ସ୍ୱର୍ଗର ମହିମା ଦେଖିଲେ ସେତେବେଳେ ପାର୍ଥିବ ବିଷୟଗୁଡ଼ିକର କ'ଣ ହେଲା? ସେ ସେସବୁକୁ ମଳ ସଦୃଶ ମନେକରି ଭାବିଲେ ମୁଁ ଏତେ ସମୟ ଧରି ଏପରି ବିଷୟଗୁଡ଼ିକରେ ଲାଗି ରହିଥିଲି। ମୁଁ ମୋର ସମସ୍ତ ଶକ୍ତି, ସମୟ ଏବଂ ଆଗ୍ରହ ଏପରି ବିଷୟଗୁଡ଼ିକରେ ଢାଳି ଦେଇଥିଲି।
ସେଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଥିଲା। ଏହି ସତ୍ୟ ବିଷୟରେ ଅନ୍ୟମାନଙ୍କୁ ଜାଗ୍ରତ କରିବା ପାଇଁ ପ୍ରେରିତ ପାଉଲ ଅତ୍ୟନ୍ତ ଉତ୍ସାହର ସହିତ ପ୍ରଚାର କଲେ। ସେ ଏପରି କଲେ କାରଣ ଲୋକମାନେ ଏହି ସତ୍ୟ ବିଷୟରେ ଅଜ୍ଞ ଥିବାର ଦେଖି ତାଙ୍କର ହୃଦୟ ବିଦୀର୍ଣ୍ଣ ହେଉଥିଲା। ତେଣୁ ଆସନ୍ତୁ ଆଜି ଏହି ବିଷୟରେ ଚିନ୍ତା କରିବା। କ'ଣ ଆପଣମାନଙ୍କର ମନେ ଅଛି ମୁଁ ପୂର୍ବରୁ ପୃଥିବୀର ବ୍ୟାସ ବିଷୟରେ କ'ଣ କହିଥିଲି? ଏହାର ବ୍ୟାସ ପ୍ରାୟ 12,700 କିଲୋମିଟର। ଯଦି ଆପଣ ଘଣ୍ଟା ପ୍ରତି 1000 କିଲୋମିଟର ବେଗରେ ଯାଉଥିବା ଏକ କାରରେ ଯାତ୍ରା କରନ୍ତି ତେବେ ଆପଣ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ମାତ୍ର 12 ଘଣ୍ଟାରେ ଅତିକ୍ରମ କରିବେ। ଏହା କ'ଣ ଅତ୍ୟନ୍ତ ଛୋଟ ନୁହେଁ? ପୃଥିବୀ କୌଣସି ପ୍ରକାରେ ଏକ ମହାନ ସ୍ଥାନ ନୁହେଁ। ତଥାପି ଏହି ଜଗତରେ ବାସ କରୁଥିବା ବେଳେ ଯାହା କୌଣସି ପ୍ରକାରେ ମହାନ ନୁହେଁ, ଆମ୍ଭେ ନିଜକୁ ପଚାରୁ ଏହି ଜଗତରେ ସବୁଠାରୁ ମହାନ ବିଷୟ କ'ଣ? ଏହି ଜଗତରେ ଶକ୍ତି କ'ଣ? ଏହି ଜଗତରେ ଧନ ସମ୍ପତ୍ତି କ'ଣ? ଆମେ ଏହିସବୁ ବିଷୟରେ ନିରନ୍ତର ଜିଜ୍ଞାସୁ ହୋଇଥାଉ, ସର୍ବଦା ଅଧିକ ପାଇବାକୁ ଏବଂ ଅଧିକ ଉପଭୋଗ କରିବାକୁ ଚେଷ୍ଟା କରୁ। ଭାଇ ଓ ଭଉଣୀମାନେ, ଯେତେବେଳେ ଆପଣମାନେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବେ ଏହି ପାର୍ଥିବ କାର୍ଯ୍ୟଗୁଡ଼ିକ ପ୍ରକୃତରେ ହାସ୍ୟାସ୍ପଦ ମନେ ହେବ। ଯେତେବେଳେ ପିଲାମାନେ ଘରକରଣା ଖେଳନ୍ତି ସେମାନେ କ'ଣ ସେମାନଙ୍କର ଖେଳଣା ହାଣ୍ଡି, ଖେଳଣା ଚାମଚ ଏବଂ ଖେଳଣା କାଠିକୁ ଜାବୁଡ଼ି ଧରନ୍ତି ନାହିଁ? ଯଦି ସେମାନଙ୍କର କୌଣସି ସାଙ୍ଗ ଆସି ମୋତେ ଗୋଟିଏ ଦେ, କେବଳ ଗୋଟିଏ ଦେ କହି ତାହା ନେବାକୁ ଚେଷ୍ଟା କରେ ତେବେ ଝଗଡ଼ା ଆରମ୍ଭ ହୋଇଯାଏ, କାରଣ ସେହି ପିଲା ପାଇଁ ତାହା ଶୂନ୍ୟତଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ। କିନ୍ତୁ ଜଣେ ବୟସ୍କଙ୍କ ଦୃଷ୍ଟିକୋଣରୁ ଏହା କିପରି ଦେଖାଯାଏ? ସେଗୁଡ଼ିକ ପ୍ରକୃତରେ ଅତି ତୁଚ୍ଛ ଜିନିଷ ଅଟେ। ଯେତେବେଳେ ଜଣେ ସାଙ୍ଗ ଗୋଟିଏ ଖେଳଣା ମାଗେ, ଯଦିଓ ପିଲାଟି ପାଖରେ ଅନେକ ଥାଏ ଏବଂ ସେ ସହଜରେ ବାଣ୍ଟି ପାରିବ, ତଥାପି ସେ ତାହା ଦେଇପାରେ ନାହିଁ। ସେହିପରି ଆମର ମନ ପୃଥିବୀ ନାମକ ଏହି ଛୋଟ ସ୍ଥାନରେ ସୀମିତ ଥିବାରୁ ଆମେ ପରମେଶ୍ୱର ଆମ ସମ୍ମୁଖରେ ପ୍ରକାଶ କରିଥିବା ବିଶାଳ ଜଗତକୁ ଦେଖିପାରୁ ନାହୁଁ। ତେଣୁ ଯେତେବେଳେ ପରମେଶ୍ୱର କୁହନ୍ତି ମୁଁ ତୁମକୁ ଏହି ବିଶାଳ ଜଗତକୁ ଆଣିବି ଏବଂ ତୁମ ସମସ୍ତଙ୍କୁ ରାଜା କରି ରାଜତ୍ୱ କରାଇବି, ଆମେ ପ୍ରାୟତଃ ଏହାର ଅର୍ଥ ବୁଝିପାରୁ ନାହୁଁ। ଫଳସ୍ୱରୂପ ଆମେ ପରମେଶ୍ୱରଙ୍କର ପ୍ରତିଜ୍ଞାର ବାକ୍ୟକୁ ଅବହେଳା କରୁ, ଯେଉଁଥିରେ ଲେଖା ଅଛି ଯଦି ତୁମେ ଗୋଟିଏ ଆତ୍ମାକୁ ଉଦ୍ଧାର କର ତେବେ ତୁମର ଗୌରବ ସ୍ୱର୍ଗର ତାରାଗଣ ପରି ଚିରକାଳ ପାଇଁ ଉଜ୍ଜ୍ୱଳ ହେବ। ପରମେଶ୍ୱର ଯେତେ ଆନ୍ତରିକତାର ସହିତ ଏହି ସବୁ ବିଷୟ ବୁଝାଇଲେ ମଧ୍ୟ ଲୋକମାନେ ଭାବନ୍ତି ଯେ ଏହା ବାଇବଲର କେବଳ ଆଉ ଏକ ପଦ ଅଟେ। ସେମାନେ ଏହାଠାରୁ ଅଧିକ କିଛି ବୁଝିପାରନ୍ତି ନାହିଁ। ତେଣୁ ସେମାନେ ବିଶ୍ୱାସର ଏକ ଦୁଃଖଦ ପଥରେ ବାନ୍ଧି ହୋଇ ରହିଥାନ୍ତି ଏବଂ ଏହି ପ୍ରଶ୍ନ ବିଷୟରେ ଚିନ୍ତା କରିପାରନ୍ତି ନାହିଁ, ଯଦି ମୁଁ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରି ନ ପାରେ ତେବେ କ'ଣ ହେବ? ଶେଷରେ ସେମାନେ କୌଣସି ପ୍ରସ୍ତୁତି କିମ୍ବା ଅଭ୍ୟାସ କରିପାରନ୍ତି ନାହିଁ ଏବଂ ପରିଶେଷରେ ପିତା ପରମେଶ୍ୱର ବିଚାର କରିବାକୁ ଏହି ପୃଥିବୀକୁ ଆସନ୍ତି। ଯଦିଓ ବାଇବଲ ସ୍ପଷ୍ଟ ଭାବରେ ଦର୍ଶାଏ ଯେ ସେ ଆସିଲେ କ'ଣ କରିବେ, ତଥାପି ସେମାନେ ଭାବନ୍ତି ଏହା କେବଳ ବାଇବଲର ଏକ କାହାଣୀ, ଏହା ମୋ ବାସ୍ତବତା ଠାରୁ ଭିନ୍ନ ହେବ। ଏହାର କାରଣ ହେଉଛି ସେମାନେ ସ୍ୱର୍ଗର ରାଜ୍ୟ ବିଷୟରେ ଜାଣନ୍ତି ନାହିଁ। ଯେହେତୁ ସେମାନେ ପରମେଶ୍ୱରଙ୍କ ରାଜ୍ୟର ବିଷୟ ସବୁ ଜାଣନ୍ତି ନାହିଁ, ସେମାନଙ୍କର ଧ୍ୟାନ କେବଳ ଏହି ପୃଥିବୀ ଉପରେ ରହିଥାଏ। କିପରି ଅନ୍ୟମାନଙ୍କ ଦ୍ୱାରା ସମ୍ମାନିତ ହେବେ, ଅନ୍ୟମାନଙ୍କଠାରୁ ଅଧିକ ଉପଭୋଗ କରିବେ ଏବଂ ଅନ୍ୟମାନଙ୍କଠାରୁ ବଡ଼ ଘରେ ଅଧିକ ବିଳାସପୂର୍ଣ୍ଣ ଜୀବନଯାପନ କରିବେ। ଆମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟ ଉପରେ ଆପଣା ଆପଣା ମନ ସ୍ଥିର କରିବାକୁ ହେବ। କଲୋସିୟ ଅଧ୍ୟାୟ 3ରେ ଲେଖା ଅଛି, ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ ତେବେ ଊର୍ଦ୍ଧ୍ୱସ୍ଥାନର ବିଷୟ ସବୁ ଅନ୍ୱେଷଣ କର। ଯେତେବେଳେ ଆମ୍ଭେମାନେ ସ୍ୱର୍ଗୀୟ ବିଷୟଗୁଡ଼ିକ ବିଷୟରେ ଚିନ୍ତା କରୁ, ଆମ୍ଭେମାନେ ଆନନ୍ଦରେ ଉଲ୍ଲସିତ ହେବା ଉଚିତ। କିନ୍ତୁ ଭାଇ ଓ ଭଉଣୀମାନେ, ଆପଣମାନେ କ'ଣ ପ୍ରକୃତରେ ଉଲ୍ଲସିତ ଯେ ଆପଣମାନେ ଏହି ସତ୍ୟ ପାଇଛନ୍ତି? କେହି କେହି ଉଲ୍ଲସିତ, କେହି କେହି କମ୍ ଉଲ୍ଲସିତ, କେହି କେହି ନାତିଶୀତୋଷ୍ଣ ଏବଂ ଅନ୍ୟମାନେ କେବଳ ଉଦାସୀନ। କ'ଣ ଏଥିପାଇଁ ଯେ ଆପଣମାନେ ଭାବନ୍ତି ଏହି ସତ୍ୟ ଅନ୍ୟ ମଣ୍ଡଳୀଗୁଡ଼ିକର ଶିକ୍ଷା ଅପେକ୍ଷା ଟିକିଏ ଭଲ? ଆମ୍ଭ ସମସ୍ତଙ୍କୁ ଦିନେ ନା ଦିନେ ଏହି ସଂସାର ଛାଡ଼ିବାକୁ ପଡ଼ିବ। ତେଣୁ ଯଦି ମୁଁ ସାଧାରଣ ଭାବରେ ମଣ୍ଡଳୀରେ ଯୋଗ ଦେବି ତେବେ ଶେଷରେ ସବୁକିଛି ଠିକ୍ ହୋଇଯିବ। ଭାଇ ଓ ଭଉଣୀମାନେ, ଯଦି ଆପଣମାନେ ଏପରି ଏକ ଅସ୍ପଷ୍ଟ ମନୋଭାବ ନେଇ ନିଜ ବିଶ୍ୱାସକୁ ଆଗେଇ ନିଅନ୍ତି ତେବେ ଆପଣମାନେ ଅବଶ୍ୟ ଏକ ଭୟଙ୍କର ସଙ୍କଟର ମୁହୂର୍ତ୍ତର ସମ୍ମୁଖୀନ ହେବେ। ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 25 ପଦ 23 ଦେଖିବା। ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି। ତୁମ୍ଭେ ଆପଣା ପ୍ରଭୁଙ୍କର ଆନନ୍ଦର ସହଭାଗୀ ହୁଅ।
ଆଉ ଯେ ଏକ ତୋଡ଼ା ପାଇଥିଲା ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନଥାନ୍ତି ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନଥାନ୍ତି ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି। ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି। ଦେଖନ୍ତୁ, ଆପଣ ନିଜର ଧନ ପାଇଲେ। କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନଥାଏ ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନଥାଏ ସେଠାରେ ସଂଗ୍ରହ କରେ, ଏହା କ'ଣ ଜାଣିଥିଲୁ? ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ତୋର ଉଚିତ ଥିଲା, ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାରିଥାନ୍ତି। ଅତଏବ ଏହାଠାରୁ ଏହି ତୋଡ଼ା ଘେନିଯାଇ ଯାହାର 10 ତୋଡ଼ା ଅଛି ତାହାକୁ ଦିଅ, କାରଣ ଯେକୌଣସି ଲୋକର ଅଛି ତାହାକୁ ଦିଆଯିବ ଆଉ ତାହାର ପ୍ରଚୁର ହେବ, କିନ୍ତୁ ଯାହାର ନାହିଁ ତାହା ପାଖରେ ଯାହା ଅଛି ତାହା ହିଁ ତାହାଠାରୁ ନିଆଯିବ। ଆଉ ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇ ଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। କାହିଁକି ଏହି ଲୋକମାନେ ରୋଦନ କରନ୍ତି ଓ ଦନ୍ତ କଡ଼ମଡ଼ କରନ୍ତି? ସେମାନେ ରୋଦନ କରନ୍ତି ଓ ଦନ୍ତ କଡ଼ମଡ଼ କରନ୍ତି କାରଣ ସେମାନେ ସ୍ୱର୍ଗର ରାଜ୍ୟର ଗୌରବରୁ ବଞ୍ଚିତ ହୋଇଛନ୍ତି। ଆମ୍ଭେମାନେ ସ୍ୱର୍ଗର ରାଜ୍ୟର ଗୌରବର ମହାନତାକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରିବା ନାହିଁ, କାରଣ ଏହା ବିଷୟରେ କୁହାଯାଇଛି ଯେ ଏହା ଏପରି ଏକ ବିଷୟ ଯାହା ଆମ୍ଭମାନଙ୍କ ମନ କଳ୍ପନା ମଧ୍ୟ କରିପାରିବା ନାହିଁ। ପୃଥିବୀର ବ୍ୟାସ ପ୍ରାୟ 12,700 କିଲୋମିଟର ବୋଲି କୁହାଯାଏ। ସେହିପରି ସୂର୍ଯ୍ୟର ବ୍ୟାସ ପ୍ରାୟ 14 ଲକ୍ଷ କିଲୋମିଟର ବୋଲି କୁହାଯାଏ। ଯଦି ସୂର୍ଯ୍ୟ 100 ମିଟର ହୁଏ ତେବେ ପୃଥିବୀ 1 ମିଟରରୁ ମଧ୍ୟ କମ୍ ହେବ, ହଁ ନା? ଆମ ପୃଥିବୀ ପ୍ରକୃତରେ ସେତିକି ଛୋଟ ଅଟେ। କେବଳ ଏତିକି ନୁହେଁ, ଡେନେପ୍ ଏବଂ VY କାନିସ୍ ମାଜୋରିସ୍ ପରି ତାରାଗୁଡ଼ିକର ଆକାର ଏତେ ବଡ଼ ଯେ ତାହାକୁ ପୃଥିବୀ ସହିତ ତୁଳନା ମଧ୍ୟ କରାଯାଇପାରିବ ନାହିଁ। ପୃଥିବୀ ଏକ ଧୂଳିକଣା ସଦୃଶ ମଧ୍ୟ ନୁହେଁ। ଏହିପରି ଏକ ବିଶାଳ ବ୍ରହ୍ମାଣ୍ଡରେ ପ୍ରକୃତରେ ଅକଳ୍ପନୀୟ ସଂଖ୍ୟକ ତାରା ଏବଂ ଛାୟାପଥର ସମୂହ ରହିଛି। ଲୋକମାନେ କହନ୍ତି ଯେ ଯଦିଓ ଆଧୁନିକ ବିଜ୍ଞାନ ହବଲ ଦୂରବୀକ୍ଷଣ ଯନ୍ତ୍ର ପରି ନିଜର ସମସ୍ତ ଉନ୍ନତ ଯନ୍ତ୍ରପାତିକୁ ବ୍ୟବହାର କରେ, ତଥାପି ଆମ୍ଭେମାନେ ଏହାର ବିଶାଳ ଆକାର ମାପିବାକୁ ସକ୍ଷମ ହେବୁ ନାହିଁ। ତଥାପି ପରମେଶ୍ୱର ଆମ୍ଭମାନଙ୍କ ପାଇଁ କ'ଣ କରିଛନ୍ତି? ସେ ପ୍ରକାଶ କରିଛନ୍ତି ଯେ ଏପରି ଏକ ଜଗତ ଅଛି ଯାହାକୁ ସେ ତାଙ୍କ ପ୍ରିୟ ସନ୍ତାନମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି। ଯେଉଁମାନେ ଏହା ବିଶ୍ୱାସ କରନ୍ତି ସେମାନେ ପ୍ରେରିତ ପାଉଲଙ୍କ ପରି ଅଧ୍ୟବସାୟର ସହିତ ଦୌଡ଼ନ୍ତି। ଯଦି ଆମ୍ଭେମାନେ ବଞ୍ଚୁ ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ। କାରଣ ପାଉଲ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ସ୍ୱର୍ଗର ରାଜ୍ୟର ମହିମା ଦେଖିବା ପରେ ବିବାହ ପରି ପାର୍ଥିବ ବିଷୟଗୁଡ଼ିକ ତାଙ୍କ ପାଇଁ ଗୌଣ ହୋଇଗଲା ଏବଂ ସେ ସଂଗ୍ରହ କରିଥିବା ବିଶାଳ ଜ୍ଞାନ ମଧ୍ୟ ତାଙ୍କ ପାଇଁ ଅର୍ଥହୀନ ହୋଇଗଲା। ଯଦିଓ କାହାକୁ ପୃଥିବୀର ସମସ୍ତ ଲୋକଙ୍କ ଦ୍ୱାରା ଜୀବିତ ସର୍ବଶ୍ରେଷ୍ଠ ବ୍ୟକ୍ତି ଭାବରେ ପ୍ରଶଂସା କରାଯାଏ, ତଥାପି ବିଶାଳ ବ୍ରହ୍ମାଣ୍ଡର ଦୃଷ୍ଟିକୋଣରୁ ଏହା ଠିକ୍ ପିଲାମାନେ ଘରକରଣା ଖେଳି ଘୋଷଣା କରିବା ପରି, ମୁଁ ଜଣେ ରାଜା, ମୁଁ ସର୍ବଶ୍ରେଷ୍ଠ, ତୁମେ ମୋର ଆରାଧନା କରିବା ଉଚିତ। ଯେତେବେଳେ ବୟସ୍କମାନେ ଏହା ଦେଖନ୍ତି, ଏହା କ'ଣ ସମ୍ପୂର୍ଣ୍ଣ ପିଲାଡ଼ିଆମି ନୁହେଁ କି? କାରଣ ସ୍ୱର୍ଗର ରାଜ୍ୟ ଏପରି ଏକ ଜଗତ ଯେଉଁମାନେ ଏଥିରେ ଅଂଶଗ୍ରହଣ କରିପାରନ୍ତି ନାହିଁ ସେମାନଙ୍କ ବିଷୟରେ କ'ଣ କୁହାଯାଇଛି? ମୁଁ ସେତେବେଳେ ଆହୁରି ଅଧିକ ପରିଶ୍ରମ କରିବା ଉଚିତ ଥିଲା। ମୁଁ ସ୍ୱର୍ଗ ପାଇଁ ଏକ ମହାନ ଭରସା ପୋଷଣ କରିବା ଉଚିତ ଥିଲା। ପ୍ରତ୍ୟେକେ ନିଜେ ଅତିବାହିତ କରିଥିବା ସମୟ ପାଇଁ ଅନୁତାପ କରିବାକୁ ବାଧ୍ୟ। ଉଦାହରଣ ସ୍ୱରୂପ, ଆମ ସୌରମଣ୍ଡଳର ବ୍ୟାସ ପ୍ରାୟ 900 କୋଟି କିଲୋମିଟର ଏବଂ ଆମର ଆକାଶଗଙ୍ଗାର ବ୍ୟାସ ପ୍ରାୟ 94,6 କୋଟି ଲକ୍ଷ କୋଟି କିଲୋମିଟର ବୋଲି କୁହାଯାଏ। ଆମେ ପ୍ରକୃତରେ ଏପରି ସଂଖ୍ୟାକୁ ବୁଝିପାରିବା ନାହିଁ, କାରଣ ଏହାକୁ ମାପିବା ପାଇଁ ଆମର କୌଣସି ଅଭିଜ୍ଞତା ନାହିଁ। ଆମେ କେବଳ ଭାବିପାରିବା, ମୁଁ ଭାବୁଛି ଏହା ହିଁ ମୂଲ୍ୟ। ଏହି ସ୍ତରରେ ପୃଥିବୀ ଏକ ସୂକ୍ଷ୍ମ ଧୂଳିକଣା ଠାରୁ ମଧ୍ୟ କ୍ଷୁଦ୍ର ହୋଇଯାଏ। ଅନ୍ୟ ଶବ୍ଦରେ ଏହା ଏପରି ଯେପରି ଏହାର କୌଣସି ଅସ୍ତିତ୍ୱ ହିଁ ନାହିଁ। ଭାଇ ଓ ଭଉଣୀମାନେ, ଆପଣମାନେ କ'ଣ ଏହା କଳ୍ପନା କରିପାରିବେ? କେବଳ ଶବ୍ଦରେ ଏହାର ବର୍ଣ୍ଣନା ଶୁଣି ମୁଁ ଭାବୁଛି ଏପରି ଏକ ଜଗତ ଅଛି ବୋଲି ଭାବିବା ସହଜ ଅଟେ। ତଥାପି ଯେତେବେଳେ ପ୍ରେରିତ ପାଉଲ ତୃତୀୟ ସ୍ୱର୍ଗ ଦେଖିଲେ ସେ ପ୍ରାୟ ମୂର୍ଚ୍ଛା ହୋଇଯାଇଥିଲେ। ମୁଁ ଭାବୁଥିଲି ମୁଁ ଜାଣିଥିବା ପୃଥିବୀ ହିଁ ସବୁକିଛି, କିନ୍ତୁ ଜାଣିବାକୁ ପାଇଲି ଯେ ଏପରି ଏକ ବିଶାଳ ଓ ଚମତ୍କାର ଜଗତ ମଧ୍ୟ ଅଛି। ପରମେଶ୍ୱର ଆମକୁ ସେହି ଜଗତର ପ୍ରତିଜ୍ଞା କରିଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ପୃଥିବୀର ବିଷୟଗୁଡ଼ିକ କିପରି ଆମର ଧ୍ୟାନ ଆକର୍ଷଣ କରିପାରିବ। ଯଦିଓ ଆମେ କେବଳ ଉପରିସ୍ଥ ବିଷୟଗୁଡ଼ିକୁ ଅନୁସରଣ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରୁ, ତଥାପି ଏହି ଜୀବନରେ ଆମକୁ ଦିଆଯାଇଥିବା ସମୟ ଅତ୍ୟନ୍ତ ଅପର୍ଯ୍ୟାପ୍ତ ଅଟେ। ସେଥିପାଇଁ ଏହା ଲେଖା ଅଛି, ଶାରୀରିକ ଭାବ ମୃତ୍ୟୁଜନକ କିନ୍ତୁ ଆତ୍ମିକ ଭାବ ଜୀବନ ଓ ଶାନ୍ତିଦାୟକ, ନୁହେଁ କି?
ତେଣୁ ପରମେଶ୍ୱର ଆମ ପାଇଁ ଯାହା ପ୍ରସ୍ତୁତ କରିଅଛନ୍ତି ତାହା କୌଣସି ଚକ୍ଷୁ ଦେଖି ନାହିଁ, କୌଣସି କର୍ଣ୍ଣ ଶୁଣି ନାହିଁ ଏବଂ କୌଣସି ମନୁଷ୍ୟର ହୃଦୟରେ ତାହା ଜାତ ହୋଇନାହିଁ। ଏହା ଆମ କଳ୍ପନାର ବାହାରେ। ଏହାକୁ ବିଚାର କରନ୍ତୁ। ଆମ ନିଜ ଆକାଶଗଙ୍ଗାର ବ୍ୟାସ 1,00,000 ଆଲୋକ ବର୍ଷ ଅଟେ। ଆମେ ଆମ ନିଜ ଆକାଶଗଙ୍ଗାର ସୀମା ପର୍ଯ୍ୟନ୍ତ ଦୂରତାକୁ ମଧ୍ୟ କଳ୍ପନା କରିପାରୁନାହୁଁ। ତଥାପି ସମଗ୍ର ବ୍ରହ୍ମାଣ୍ଡ ତୁଳନାରେ ଏହି ବିଶାଳ ବିସ୍ତାର କିଛି ନୁହେଁ। ଯେତେବେଳେ ତାହାଙ୍କ ସନ୍ତାନମାନେ ତାହାଙ୍କ ଦ୍ୱାରା ପ୍ରସ୍ତୁତ ଏହି ବିଶାଳ ଓ ଗୌରବମୟ ଜଗତ ବିଷୟରେ ଜାଣନ୍ତି ନାହିଁ, ପରମେଶ୍ୱର କେତେ ଦୁଃଖିତ ହେଉଥିବେ। ପରମେଶ୍ୱର ତାଙ୍କ ସନ୍ତାନମାନଙ୍କ ପାଇଁ ଯାହା ପ୍ରସ୍ତୁତ କରିଛନ୍ତି ଓ ପ୍ରଦାନ କରିଛନ୍ତି ତାହା ଅତି ମହାନ ଓ ଗୌରବମୟ, କିନ୍ତୁ ସେମାନେ ସେ ବିଷୟରେ ସ୍ୱପ୍ନ ଦେଖିବା ତ ଦୂରର କଥା, କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ସେମାନେ ଭାବନ୍ତି, ଗ୍ରାମରେ ମୋର ଏକ ଛୋଟ ଜମି ଅଛି, କ'ଣ ସେଠାରେ ରହିଲେ ମୁଁ ଅଧିକ ସୁଖୀ ହେବି ନାହିଁ? ଯେହେତୁ ସେମାନଙ୍କର ଚିନ୍ତାଧାରା କେବଳ ଏହି ଜଗତ ମଧ୍ୟରେ ସୀମିତ, ସେମାନେ ପରମେଶ୍ୱରଙ୍କ ବାକ୍ୟ ଦେଖି ମଧ୍ୟ ଦୃଢ଼ ବିଶ୍ୱାସ କରିପାରନ୍ତି ନାହିଁ। ଯଦିଓ ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ତାଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କଲେ ସେ ଏପରି ଆଶୀର୍ବାଦ ପ୍ରଦାନ କରିବେ, ତଥାପି ସେମାନେ ତାହା କରିବାରେ ବିଫଳ ହୁଅନ୍ତି। ଭାଇ ଓ ଭଉଣୀମାନେ, ପ୍ରେରିତ ପାଉଲ ସୁସମାଚାରର ଜଣେ ମହାନ ଅଗ୍ରଦୂତ ହେବାର ଅନ୍ୟତମ କାରଣ ହେଉଛି ପରମେଶ୍ୱର ତାଙ୍କୁ କିଛି ସମୟ ପାଇଁ ତୃତୀୟ ସ୍ୱର୍ଗର ମହିମା ଦେଖାଇଥିଲେ। ତାହା ଦେଖି ସେ ପ୍ରାୟ ଅଚେତ ହୋଇଯାଇଥିଲେ। ପରମେଶ୍ୱର ପ୍ରକୃତରେ ଆମ ପାଇଁ ଏପରି ଏକ ଜଗତ ପ୍ରସ୍ତୁତ କରିଛନ୍ତି। ଯଦିଓ ସେ କେବଳ କିଛି ସମୟ ପାଇଁ ଏହାର ଏକ ଛୋଟ ଅଂଶ ଦେଖିଥିଲେ, ତଥାପି ତାଙ୍କର ଏପରି ପ୍ରତିକ୍ରିୟା ଥିଲା। ଭାଇ ଓ ଭଉଣୀମାନେ, ଆମ ପାଇଁ ଏପରି ଏକ ଜଗତ ପ୍ରସ୍ତୁତ କରାଯାଇଛି ଯାହା ଆମ ମାନବ କଳ୍ପନାର ବାହାରେ। ଏପରିକି ଯେତେବେଳେ ପରମେଶ୍ୱର ପ୍ରେରିତ ଯୋହନଙ୍କୁ ତାହା ଦେଖାଇଲେ, ସେ ତାହାକୁ ମାନବୀୟ ଭାଷାରେ ବର୍ଣ୍ଣନା କରିପାରିଲେ ନାହିଁ। ସେ କେବଳ ଏତିକି ହିଁ ଲେଖିପାରିଲେ, ସେଠାରେ ପରମେଶ୍ୱରଙ୍କ ସିଂହାସନ ଅଛି, ଏହାର ଚାରିପାଖରେ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ଅଛନ୍ତି ଏବଂ ସେମାନେ ଦିନରାତି ପବିତ୍ର 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 ବୋଲି କହିବା ବନ୍ଦ କରନ୍ତି ନାହିଁ। କିଏ ବା ସେହି ଜଗତକୁ କିପରି ବର୍ଣ୍ଣନା କରିପାରିବ? କିଏ ବା ଏହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ କେଉଁଠୁ ପାଇବ? ଆମର ଅତୀତର ପାପ ଦୃଷ୍ଟିରୁ ଆପଣ ଓ ମୁଁ ଅଯୋଗ୍ୟ ହେଲେ ମଧ୍ୟ ପରମେଶ୍ୱର ତାଙ୍କ ପବିତ୍ର ପ୍ରେମ ଓ ବଳିଦାନ ଦ୍ୱାରା ଆଜି ଆମକୁ ଏହି ସ୍ଥିତିକୁ ଆଣିଛନ୍ତି। ତେଣୁ ଆମକୁ ଏହି ସତ୍ୟଗୁଡ଼ିକ ଉପରେ ଗଭୀର ଭାବରେ ଧ୍ୟାନ କରିବା ଉଚିତ। ଯଦି ଆମେ କେବଳ ଏହି ପୃଥିବୀର ଦୃଶ୍ୟମାନ ବିଷୟଗୁଡ଼ିକ ବିଷୟରେ ଚିନ୍ତା କରୁ, ଆମେ କେବଳ ଆମ ପଡ଼ୋଶୀଙ୍କ ଘର ଦେଖୁ। ଏପରିକି ନୂଆବର୍ଷ ଦିନ ସୂର୍ଯ୍ୟୋଦୟ ଦେଖିବା ପାଇଁ ପୂର୍ବ ଉପକୂଳକୁ ଗଲେ ମଧ୍ୟ ଆମେ ଏହି ଗ୍ରହର 12,700 କିଲୋମିଟର ସୀମା ମଧ୍ୟରେ ହିଁ ଘୁରି ବୁଲୁଥାଉ। ଏହା ସତ ନୁହେଁ କି? ଏହି ଜଗତ ହିଁ ସବୁକିଛି ନୁହେଁ। ଯେତେବେଳେ ଆମ୍ଭେମାନେ ଏହି ଜଗତର ବାହାରୁ ପୃଥିବୀକୁ ଦେଖିବା, ଆମ୍ଭେ ଭାବିବା, ଓଃ, ମୁଁ ଏପରି ଏକ ତୁଚ୍ଛ ସ୍ଥାନରେ ବାସ କରୁଥିଲି କି? ଏହାକୁ କ'ଣ ଗୋଟିଏ ତାରା ବୋଲି କୁହାଯାଇପାରିବ? ଆମ୍ଭେମାନେ ସେହିପରି ଏକ ସ୍ଥାନରେ ବାସ କରୁଅଛୁ। ସେଥିପାଇଁ ଯୀଶୁ କହିଲେ, ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ଯେହେତୁ ପରମେଶ୍ୱରଙ୍କ ରାଜ୍ୟ ଯେଉଁ ଜଗତକୁ ଆମ୍ଭେ ଫେରିଯିବା, ତାହା ଏତେ ଗୌରବମୟ ଓ ସୁନ୍ଦର ଯେ ତାହାକୁ ବାକ୍ୟରେ ବର୍ଣ୍ଣନା କରାଯାଇପାରିବ ନାହିଁ। ତେଣୁ ପରମେଶ୍ୱର କ'ଣ କହିଲେ? ଯଦି ମୁଁ ତୁମ୍ଭମାନଙ୍କୁ କହିବି, ତୁମ୍ଭେମାନେ ତାହା କଳ୍ପନା କରିପାରିବ ନାହିଁ। ତେଣୁ ମୁଁ ତୁମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟକୁ ଯିବାର ପଥ ଦେଖାଇବି, ତେଣୁ ଆସି ନିଜେ ଦେଖ। ଆମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟକୁ ଯିବାର ପଥ ଦେଖାଇବା ପାଇଁ କ'ଣ ପରମେଶ୍ୱର ତାଙ୍କର ବିଧି, ବ୍ୟବସ୍ଥା ଓ ଶାସନ ସ୍ଥାପନ କରିନାହାନ୍ତି କି? ପରମେଶ୍ୱର ଆମ୍ଭମାନଙ୍କୁ ଏହି ଗୌରବମୟ ଜଗତର ପ୍ରତିଜ୍ଞା ଦେଇଛନ୍ତି, ଆମ୍ଭମାନଙ୍କୁ ସ୍ୱପ୍ନ ଓ ଭରସା ଦେଇଛନ୍ତି। ତଥାପି ଆମ୍ଭମାନଙ୍କୁ ନିଜକୁ ପଚାରିବା ଉଚିତ ଯେ ଏହି ପୃଥିବୀରେ ଆମ୍ଭେ ପ୍ରକୃତରେ ଆମ୍ଭର ଭରସା କେଉଁଠାରେ ରଖୁଅଛୁ? ଏହା ପ୍ରାୟତଃ ଏକ ଅତ୍ୟନ୍ତ ହୃଦୟ ବିଦାରକ ବାସ୍ତବତା। ଆସନ୍ତୁ ଆମ୍ଭେମାନେ ପ୍ରଥମ କରିନ୍ଥିୟ ଅଧ୍ୟାୟ 2 ପଦ 8କୁ ଏକତ୍ର ଦେଖିବା। ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣିନାହାନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରିନଥାନ୍ତେ। କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖିନାହିଁ, କର୍ଣ୍ଣ ଯାହା ଶୁଣିନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ଯେଣୁ ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। କାରଣ ମନୁଷ୍ୟର ବିଷୟ ସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ୱରଙ୍କ ବିଷୟ ସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ। ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟଗୁଡ଼ିକ ଆମ୍ଭେମାନେ ଜାଣିପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ। ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଦ୍ୱାରା ଶିକ୍ଷିତ ବାକ୍ୟରେ କହିନଥାଉ, ମାତ୍ର ଆତ୍ମିକ ବିଷୟ ସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ।
ଏହି ସତ୍ୟକୁ ନ ବୁଝି ଲୋକମାନେ ଏହି ଜଗତରେ ଆସକ୍ତ ହୋଇ ରୁହନ୍ତି ଏବଂ ଭାବନ୍ତି ଯଦି ମୁଁ ଏହା କରେ ତେବେ ମୁଁ ମହାନ ଶକ୍ତି ପାଇପାରିବି ଏବଂ ଯଦି ମୁଁ ତାହା କରେ ତେବେ ମୁଁ ଅନେକ ବିଷୟ ଉପଭୋଗ କରିପାରିବି। ଶୟତାନ ଆମ୍ଭମାନଙ୍କ ଧ୍ୟାନକୁ ଠିକ୍ ଏହି ବିଷୟ ଉପରେ କେନ୍ଦ୍ରିତ କରିବାକୁ ଚେଷ୍ଟା କରେ। ସେ ଏହା କରେ ଯେପରି ଆମ୍ଭେମାନେ ଆଉ ସ୍ୱର୍ଗର ବିଷୟ ସବୁ ଦେଖିପାରିବୁ ନାହିଁ। କଣ ପରମେଶ୍ୱର ସ୍ୱର୍ଗ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଖୋଲିବା ପାଇଁ ଏହି ପୃଥିବୀକୁ ଆସିନଥିଲେ କି? ଆସନ୍ତୁ ଆମ୍ଭେମାନେ ପଦ 14କୁ ଦେଖିବା। ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହି ସବୁ ତାହା ନିକଟରେ ମୂର୍ଖତା। ଆମେ ଉତ୍ସାହର ସହିତ ପ୍ରଚାର କରୁ, ଯତ୍ନର ସହିତ ବାକ୍ୟ ଶିକ୍ଷା ଦେଉ ଏବଂ ଆଗ୍ରହର ସହିତ ପ୍ରାର୍ଥନା କରୁ। ଏହିପରି ଜୀବନଶୈଳୀ ଦେଖି ସଂସାରର ଲୋକମାନେ ପ୍ରାୟତଃ ଏପରି କଥା କହିଥାନ୍ତି। ସେହି ଲୋକମାନେ ସେମାନଙ୍କ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭାବରେ ବୁଡ଼ି ରହିଛନ୍ତି। ସେଥିପାଇଁ ପ୍ରେରିତ ପାଉଲ ଘୋଷଣା କଲେ, ବାସ୍ତବରେ ମୁଁ ଯେପର୍ଯ୍ୟନ୍ତ ଜୀବିତ ମୁଁ ପ୍ରଭୁଙ୍କ ନିମନ୍ତେ ଜୀବନ ଧାରଣ କରିବି। ପ୍ରେରିତ ପାଉଲ ତୃତୀୟ ସ୍ୱର୍ଗର ଅନନ୍ତ ମହିମା ଦେଖିଥିଲେ। ଯେଉଁମାନେ କେବଳ ଏହି ପୃଥିବୀର ବିଷୟଗୁଡ଼ିକ ଉପରେ ଦୃଷ୍ଟି ରଖି ଜୀବନଯାପନ କରନ୍ତି ସେମାନଙ୍କଠାରୁ ତାଙ୍କର ଦୃଷ୍ଟି ଭିନ୍ନ ଥିଲା। ତେଣୁ କଣ ସେ ପରମେଶ୍ୱରଙ୍କର ସୁସମାଚାର ନିମନ୍ତେ ଯତ୍ନ ଓ ବିଶ୍ୱସ୍ତତାର ସହିତ କାର୍ଯ୍ୟ କରିନଥିଲେ? ଲୋକମାନେ ତାଙ୍କୁ ନିବେଦନ କରି କହିଲେ, ଯଦି ଆପଣ ସେଠାକୁ ଯିବେ ସେମାନେ ଆପଣଙ୍କୁ ବନ୍ଦୀ କରି ହତ୍ୟା କରିବାକୁ ଅପେକ୍ଷା କରିଛନ୍ତି, ତେଣୁ ଦୟାକରି ଯାଆନ୍ତୁ ନାହିଁ। ସେ କହିଲେ, ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଜେରୁସାଲେମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି। ଏହାର କାରଣ ହେଉଛି ସେ ସ୍ୱର୍ଗର ମହିମା ବିଷୟରେ ଜାଣିଥିଲେ। ଆସନ୍ତୁ ଆମେ ପଦ 14 ଦେଖିବା। କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହି ସବୁ ତାହା ନିକଟରେ ମୂର୍ଖତା। ପୁଣି ସେ ସେହି ସବୁ ବୁଝିପାରେ ନାହିଁ, ଯେଣୁ ସେହି ସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। ମାତ୍ର ଯେ ଆତ୍ମିକ ମନା ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାର ବିଚାର କରେ ନାହିଁ, କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ ସେ ତାହାଙ୍କୁ ଶିକ୍ଷା ଦେଇପାରେ। କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ। ଭାଇ ଓ ଭଉଣୀମାନେ, କଣ ଏହା କୁହାଯାଇଛି ଯେ ପରମେଶ୍ୱର ଆମ ପାଇଁ ଯାହା ପ୍ରସ୍ତୁତ କରିଛନ୍ତି ତାହା ମନୁଷ୍ୟ ଦ୍ୱାରା ମାପ କରାଯାଇପାରିବ? ଆମେ କେବଳ ଏହି କ୍ଷୁଦ୍ର ତୁଳନା ଯେପରି ଓକ୍ ଫଳମାନେ ପରସ୍ପରର ଉଚ୍ଚତା ମାପନ୍ତି ପରମେଶ୍ୱରଙ୍କୁ ଦେଖାଇବା ଉଚିତ ନୁହେଁ। ଯେତେବେଳେ ଆମେ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖୁ ସେତେବେଳେ ଆମେ ଏହି ପୃଥିବୀରେ ଅନ୍ୟମାନଙ୍କୁ ସ୍ଥାନ ଦେଇ ଏବଂ ନିଜକୁ ନମ୍ର କରି ବଞ୍ଚିପାରିବା। କାରଣ ପରମେଶ୍ୱର କହନ୍ତି ଯେ ଯଦି ଆମେ ଏପରି କରିବା ତେବେ ସ୍ୱର୍ଗରେ ପ୍ରବେଶ କଲାବେଳେ ସେ ଆମକୁ ଉନ୍ନତ କରିବେ। ଏହା ସତ୍ୟ ନୁହେଁ କି? ଏସବୁ ବିଷୟ ଆମେ କରିପାରିବା। ଏହି ବିଶାଳ ବ୍ରହ୍ମାଣ୍ଡ ମଧ୍ୟରେ ପୃଥିବୀର ସ୍ଥିତି କେଉଁଠି ଏହି ବିଷୟରେ ଆମ୍ଭମାନଙ୍କୁ ନିଜ ହୃଦୟରେ କିଛି ମାତ୍ରାରେ ଜ୍ଞାନ ରଖି ଜୀବନଯାପନ କରିବାକୁ ହେବ। ଯେତେବେଳେ ଆମେ ଏହିପରି ଜୀବନଯାପନ କରୁ ସେତେବେଳେ ଆମ ଭିତରେ ଏକ ଉତ୍ସାହ ସୃଷ୍ଟି ହୁଏ। ଆଗାମୀ ଦିନରେ ମୁଁ ଏହିପରି ଏକ ସ୍ଥାନକୁ ଯିବି। ଆମକୁ ଏହା କିଛି ମାତ୍ରାରେ ବୁଝିବାକୁ ହେବ। କଣ ପରମେଶ୍ୱରଙ୍କ ରାଜ୍ୟ ସେହିପରି କି? ଏହା ଏକ ଅପରିମେୟ ରାଜ୍ୟ। କଣ ଆପଣମାନେ ବୁଝିପାରୁଛନ୍ତି? ତେବେ ଆମେ କେଉଁଠାରେ ଆମର ଭରସା ରଖିବା ଉଚିତ? ଆସନ୍ତୁ ଆମେ କଦାପି ନ ଭୁଲିବା ଯେ ଏକ ଗୌରବମୟ ରାଜ୍ୟ ଆମ ପାଇଁ ଅପେକ୍ଷା କରିଛି। ପ୍ରେରିତ ପାଉଲଙ୍କ ପାଇଁ ଏହି ଜଗତରେ ତାଙ୍କର ସମସ୍ତ ଭୌତିକ ସମ୍ପତ୍ତି, ତାଙ୍କର ଶିକ୍ଷା, ସାମାଜିକ ସ୍ଥିତି, କ୍ଷମତା ଏବଂ ସେ ଅର୍ଜନ କରିଥିବା ସମସ୍ତ ସାଂସାରିକ ଜ୍ଞାନର କୌଣସି ଅର୍ଥ ନଥିଲା। ସେ ଅନୁଭବ କଲେ ସମଗ୍ର ବ୍ରହ୍ମାଣ୍ଡକୁ ଶାସନ କରୁଥିବା ପରମେଶ୍ୱରଙ୍କ ସମ୍ମୁଖରେ ଏସବୁ ପ୍ରକୃତରେ କିଛି ନୁହେଁ। ସେ ନିଜକୁ ନମ୍ର କଲେ ଏବଂ ସ୍ୱତଃ ତାଙ୍କର ମସ୍ତକ ନତ ହୋଇଗଲା। ଏହି କାରଣରୁ ପାଉଲ ଯେଉଁଠାକୁ ଯାଉଥିଲେ ସେଠାରେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଘୋଷଣା କରିବା ପାଇଁ ନିଜର ସମ୍ପୂର୍ଣ୍ଣ ହୃଦୟ ଓ ମନକୁ ଉତ୍ସର୍ଗ କରିଥିଲେ, ନୁହେଁ କି? ଆସନ୍ତୁ ଦ୍ୱିତୀୟ କରିନ୍ଥିୟ ଅଧ୍ୟାୟ 12 ପଦ 1କୁ ଦେଖିବା। ଆସନ୍ତୁ ଅଧ୍ୟାୟ 12 ପଦ 1କୁ ଦେଖିବା। ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି। ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି। ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ। ସେ 14 ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା। ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀସକୁ ନୀତ ହେଲା। ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା। କଣ ଏହା ସତ୍ୟ ନୁହେଁ ଯେ ତୃତୀୟ ସ୍ୱର୍ଗର ମହିମା ଦେଖିବା ପରେ, ଆଶୀର୍ବାଦ ପାଇବା ପରେ ଏବଂ ପରମେଶ୍ୱରଙ୍କ ଦ୍ୱାରା ସାନ୍ତ୍ୱନା ପାଇବା ପରେ ସେ ଅନୁଭବ କଲେ ଯେ ଏହି ପୃଥିବୀର କୌଣସି ଜଗତ ଅପେକ୍ଷା ଏକ ମହାନ ଜଗତ ଅଛି ଏବଂ ସେହି ରାଜ୍ୟ ଓ ତାହାର ଧାର୍ମିକତା ପାଇଁ ସେ ଅକ୍ଲାନ୍ତ ଭାବରେ ଦୌଡ଼ିଲେ।
ଆମ୍ଭେମାନେ ଭାବିବା ଉଚିତ ନୁହେଁ ଯେ ଏହି ଦୃଶ୍ୟମାନ ଜଗତ ହିଁ ସବୁକିଛି, ବରଂ ପରମେଶ୍ୱର ଆମ୍ଭେମାନଙ୍କୁ ଯେଉଁ ବିଶାଳ ଜଗତ ପ୍ରକାଶ କରିବେ, ଆମ୍ଭେମାନଙ୍କୁ ସେହି ବିଷୟରେ ଚିନ୍ତା କରିବାକୁ ହେବ। କିଏ ଏହି ବ୍ରହ୍ମାଣ୍ଡ ଓ ଏଥିରେ ଥିବା ସମସ୍ତ ବସ୍ତୁ ସୃଷ୍ଟି କରିଛନ୍ତି? ସେ ହେଉଛନ୍ତି ପରମେଶ୍ୱର। ତେବେ ସମସ୍ତ ବିଷୟକୁ ଶାସନ କରୁଥିବା ବ୍ୟକ୍ତି ଜଣକ କିଏ? ପରମେଶ୍ୱର ସମସ୍ତ ବିଷୟକୁ ଶାସନ କରନ୍ତି, କିନ୍ତୁ ତାଙ୍କ ଶାସନର ବିଶାଳତା ମଧ୍ୟରେ ଆମ୍ଭେମାନେ ପୃଥିବୀ ବୋଲି କହୁଥିବା ଏହି ସ୍ଥାନ ଏତେ ନଗଣ୍ୟ ଯେ ଏହା ପ୍ରାୟ କିଛି ନୁହେଁ। ଏହି ଜଗତରେ ସର୍ବଶ୍ରେଷ୍ଠ ହେବାକୁ ଚେଷ୍ଟା କରିବା ପରିବର୍ତ୍ତେ ଆଜିଠାରୁ ଆମ୍ଭେମାନେ ଆପଣା ଆପଣା ଚିନ୍ତା ଓ ହୃଦୟକୁ ପରିବର୍ତ୍ତନ କରିବା, ଯାହାଦ୍ୱାରା ଆମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟରେ ସର୍ବଶ୍ରେଷ୍ଠ ହୋଇପାରିବା। ଯଦି ତୁମ୍ଭେ ଏହି ପୃଥିବୀରେ ମହାନ ହୁଅ, ତେବେ ତୁମ୍ଭେ ସ୍ୱର୍ଗର ରାଜ୍ୟରେ ସବୁଠାରୁ ଛୋଟ ହେବ। ଏହା ଅଜବ ଲାଗିପାରେ, କିନ୍ତୁ ଯେହେତୁ ପରମେଶ୍ୱର ନିଜେ ଏହା ପ୍ରତିଜ୍ଞା କରିଛନ୍ତି, ତେବେ ଆମ୍ଭେମାନେ ତାହାଙ୍କ ବାକ୍ୟକୁ ବିଶ୍ୱାସ କରି ପାଳନ କରିବା ଉଚିତ ନୁହେଁ କି? ପ୍ରେରିତ ପାଉଲ ମଧ୍ୟ ଏକ ଗଭୀର ଅନୁଭବ କଲେ। ତେଣୁ ସେ କହିଲେ, ମୁଁ କ୍ରୁଶରେ ଖ୍ରୀଷ୍ଟଙ୍କ ବଳିଦାନ ବ୍ୟତୀତ ଆଉ କିଛି ଜାଣିବାକୁ ଚାହେଁ ନାହିଁ, ଯାହା ସେ ମୋ ପାଇଁ କରିଥିଲେ। ପ୍ରେରିତ ପାଉଲ ପ୍ରକାଶିତ ବାକ୍ୟ ଓ ଦର୍ଶନରେ ଯାହା ଦେଖିଥିଲେ ତାହା ଭୁଲି ପାରିଲେ ନାହିଁ। ଆସନ୍ତୁ ଦ୍ୱିତୀୟ କରିନ୍ଥିୟ ଅଧ୍ୟାୟ 4 ପଦ 16 ଦେଖିବା। ତେଣୁ ଆମ୍ଭେମାନେ କ୍ଳାୟ ହେଉନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ବାହିକ ଭାବରେ ଆମ୍ଭେମାନେ କ୍ଷୟ ପାଉଅଛୁ। ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଆମ୍ଭମାନଙ୍କ ସହିତ ଆନ୍ତରିକ ଭାବରେ କ'ଣ ହୁଏ? ଦିନକୁ ଦିନ ନୂତନୀକୃତ ହେଉଅଛି, କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତ କାଳସ୍ଥାୟୀ ମହାଗୌରବ ସାଧନ କରୁଅଛି। ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ, କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତ କାଳସ୍ଥାୟୀ। ଯଦିଓ ଆପଣମାନେ ଏହାକୁ ଏବେ ଦେଖି ପାରୁନାହାନ୍ତି, ସେହି ଗୌରବମୟ ଜଗତର ବିଷୟଗୁଡ଼ିକ ପ୍ରକୃତରେ ଅନନ୍ତ, ପ୍ରକୃତରେ ମହାନ ଓ ପ୍ରକୃତରେ ଚମତ୍କାର ଅଟେ। ଏହି ସତ୍ୟ ବିଷୟରେ ଅଜ୍ଞ ଲୋକମାନେ ଏହି ପୃଥିବୀର ବିଷୟଗୁଡ଼ିକରେ ଲାଗି ରହି ପରମେଶ୍ୱରଙ୍କର ମହିମାମୟ ପ୍ରତିଜ୍ଞା ଓ ଆଶୀର୍ବାଦକୁ ମୂଲ୍ୟହୀନ ଭାବି ଫିଙ୍ଗି ଦେଉଥିବାର ଦେଖିବା ଅତ୍ୟନ୍ତ ହୃଦୟ ବିଦାରକ ଅଟେ। ଭାଇ ଓ ଭଉଣୀମାନେ, ଆସନ୍ତୁ ଆମ୍ଭେମାନେ କେବେ ହେଲେ ଆପଣା ବିଶ୍ୱାସକୁ ପରିତ୍ୟାଗ ନ କରୁ। ପିତା ଏବଂ ମାତାଙ୍କ ଶିକ୍ଷା ଆମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟକୁ ପଥ କଢ଼ାଇ ନେବା ପାଇଁ ଦିଆଯାଇଛି। ପୂର୍ବ କାଳରେ କୌଣସି ଦୂରବୀକ୍ଷଣ ଯନ୍ତ୍ର ନଥିଲା। ଯେତେବେଳେ ଲୋକମାନେ ବ୍ରହ୍ମାଣ୍ଡକୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ କେବଳ ଖାଲି ଆଖିରେ ଦେଖାଯାଉଥିବା ତାରାଗୁଡ଼ିକୁ ହିଁ ଦେଖିପାରୁଥିଲେ। କିନ୍ତୁ ବର୍ତ୍ତମାନ ବିଜ୍ଞାନର ଉନ୍ନତି ସହିତ ଆମ୍ଭେମାନେ ଆମ ଦୃଷ୍ଟି ପରିସରର ବହୁତ ଦୂରରେ ଥିବା ସମସ୍ତ ତାରାଗୁଡ଼ିକୁ ମଧ୍ୟ ଆବିଷ୍କାର କରିପାରୁଛୁ। ଆମ୍ଭେମାନେ ଯେତେ ଅଧିକ ଆବିଷ୍କାର କରୁ, ଏହାର ବିଶାଳତା ଏବଂ ଅସୀମ ପ୍ରକୃତି ଦେଖି ଆମ୍ଭେମାନେ ସେତେ ଅଧିକ ଆଶ୍ଚର୍ଯ୍ୟ ହେଉ। ମୁଁ ଭାବୁଛି ଯେ ଜ୍ୟୋତିର୍ବିଜ୍ଞାନୀମାନେ ଯେଉଁମାନେ ଆକାଶୀୟ ପିଣ୍ଡଗୁଡ଼ିକର ଅଧ୍ୟୟନ କରନ୍ତି, ସେମାନେ ଅନ୍ୟ କାହା ଅପେକ୍ଷା ପରମେଶ୍ୱରଙ୍କର ରହସ୍ୟ ଏବଂ ଆଶ୍ଚର୍ଯ୍ୟ କର୍ମକୁ ଅଧିକ ଗଭୀର ଭାବରେ ଅନୁଭବ କରନ୍ତି। ସେମାନେ ନିଶ୍ଚୟ ଅନ୍ୟ କାହା ଅପେକ୍ଷା ଅଧିକ ହୃଦୟଙ୍ଗମ କରନ୍ତି ଯେ ଆମ ମାନବ ଅସ୍ତିତ୍ୱ ତୁଳନାରେ କେତେ ନଗଣ୍ୟ। ସେଥିପାଇଁ ଆମ୍ଭେମାନେ କେବେ ହେଲେ ରୋଦନ ଓ ଦନ୍ତ କିଡ଼ିମିଡ଼ି କରିବା ସ୍ଥାନରେ ନିଜକୁ ରଖିବା ଉଚିତ ନୁହେଁ। ଯେଉଁମାନେ ଏହି ବିଷୟଗୁଡ଼ିକୁ ଜାଣନ୍ତି ଏବଂ ହୃଦୟଙ୍ଗମ କରନ୍ତି, ସେମାନେ ପ୍ରତିଦିନ ବଳପୂର୍ବକ ଆଗକୁ ବଢ଼ି ବିଶ୍ୱାସର ପଥରେ ଚାଲନ୍ତି। କିନ୍ତୁ ଯଦି ଆପଣ କେବଳ ଶରୀରରେ ମଣ୍ଡଳୀକୁ ଆସନ୍ତି ଏବଂ ଅଭ୍ୟାସଗତ ଭାବରେ ଆରାଧନାରେ ଯୋଗ ଦିଅନ୍ତି, ତେବେ ଏହା ନିଶ୍ଚୟ ପରମେଶ୍ୱରଙ୍କୁ ଅତ୍ୟନ୍ତ ଦୁଃଖ ଦେବ। ସେ ନିଶ୍ଚୟ ଭାବୁଥିବେ, ମୁଁ ସେମାନଙ୍କୁ ଯେତେ କହିଲେ ମଧ୍ୟ ସେମାନେ କାହିଁକି ବୁଝିପାରୁନାହାନ୍ତି, ସେମାନେ କାହିଁକି ସତ୍ୟକୁ ହୃଦୟଙ୍ଗମ କରିପାରୁନାହାନ୍ତି। ଏହା ସୂର୍ଯ୍ୟ ଏବଂ ପୃଥିବୀ ସହିତ ତୁଳନାର ବାହାରେ। ତଥାପି ତାଙ୍କ ସନ୍ତାନମାନେ ସ୍ୱର୍ଗୀୟ ବିଷୟଗୁଡ଼ିକୁ ଦେଖନ୍ତି ନାହିଁ, ବରଂ କେବଳ ଏହି ଜଗତର ବିଷୟଗୁଡ଼ିକୁ ପାଇବା ପାଇଁ ଚେଷ୍ଟା କରି ସେମାନଙ୍କର ସମୟ ବିତାନ୍ତି। ଯେଉଁମାନେ ସବୁଠାରୁ ଅଧିକ ଦୁଃଖ କରନ୍ତି, ସେମାନେ ହେଉଛନ୍ତି ଆମ୍ଭମାନଙ୍କର ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତା। ଯଦିଓ ପରମେଶ୍ୱର ଆମ୍ଭମାନଙ୍କୁ ବାଇବେଲର ସମସ୍ତ ସଂକ୍ଷିପ୍ତ ଶିକ୍ଷା ପ୍ରକାଶ କରିଛନ୍ତି, ତଥାପି ଆମ୍ଭେମାନେ କାହା ପାଇଁ ବଞ୍ଚିବା ଉଚିତ ତାହା ବିଚାର କରିବାରେ ବିଫଳ ହେଉ। ଆସନ୍ତୁ ଆମ୍ଭେମାନେ ପରୀକ୍ଷା କରିବା ଯେ ପରମେଶ୍ୱର ଆମ୍ଭମାନଙ୍କୁ କେଉଁ ପ୍ରତିଜ୍ଞା ଦେଇଛନ୍ତି ବୋଲି ପ୍ରେରିତ ଯୋହନ ଲେଖିଛନ୍ତି। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 1 ବିନା 2 ଦେଖିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 1 ବିନା 2ରେ ଏହିପରି କୁହାଯାଇଅଛି, ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି ଈଶ୍ୱର ଓ ମେଷ ଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି। ସେହି ନଦୀର ଉଭୟ ପାର୍ଶ୍ୱରେ 12 ଥର ଫଳଦାୟକ ଜୀବନ ବୃକ୍ଷ ଅଛି। ସେଥିରେ ପ୍ରତି ମାସରେ ଫଳ ଫଳେ, ପୁଣି ସେହି ବୃକ୍ଷର ପତ୍ର ଜାତି ସମୂହର ଆରୋଗ୍ୟକାରକ। କୌଣସି ଅଭିଶପ୍ତ ବିଷୟ ଆଉ
ରହିବ ନାହିଁ। ଈଶ୍ୱର ଓ ମେଷ ଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାଙ୍କର ଦାସମାନେ ତାଙ୍କର ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ। ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ। ପୁଣି ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। ଯେତେବେଳେ ବାଇବଲ କୁହେ ଯେ ତୁମ୍ଭେମାନେ ରାଜା ଭାବରେ ରାଜତ୍ୱ କରିବ, ତାହା କ'ଣ ତୁମ୍ଭମାନଙ୍କୁ ବାସ୍ତବ ମନେ ହୁଏ? ମୁଁ ତମ ନିଜ ପଡ଼ିଶାରେ ଜଣେ ନେତା ମଧ୍ୟ ହୋଇପାରି ନାହିଁ। ମୁଁ କିପରି ସ୍ୱର୍ଗର ରାଜ୍ୟରେ ଜଣେ ରାଜପଦଧାରୀ ଯାଜକ ହୋଇପାରିବି? ଏହା କ'ଣ ସତ୍ୟ ହୋଇପାରେ ଯେ ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟରେ ଏପରି ମହିମା ପ୍ରଦାନ କରିବେ? ଅବା ସେ କେବଳ ଆମ୍ଭମାନଙ୍କୁ କିଛି ଅସ୍ପଷ୍ଟ ଭରସା ଦେବା ପାଇଁ ଏହି କଥା କହିଛନ୍ତି? ଆସନ୍ତୁ ଆମେ ପଦ 6 ଦେଖିବା। ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। କିଏ ଏହି ବାକ୍ୟ କହୁଅଛନ୍ତି? ପରମେଶ୍ୱର ଆମ୍ଭମାନଙ୍କୁ ସ୍ପଷ୍ଟ ଭାବରେ ଏକ ପ୍ରତିଜ୍ଞା ଦେଇଛନ୍ତି। ଏହି ପୃଥିବୀରେ ଯେ କୌଣସି କଷ୍ଟ କିମ୍ବା ପରୀକ୍ଷାର ସମ୍ମୁଖୀନ ହେଲେ ମଧ୍ୟ, ହେ ମୋର ଲୋକମାନେ, ଯେଉଁମାନଙ୍କ ହୃଦୟରେ ମୋର ବ୍ୟବସ୍ଥା ଅଛି, ତୁମ୍ଭେମାନେ ମନୁଷ୍ୟର ନିନ୍ଦାକୁ ଭୟ କର ନାହିଁ। ସେମାନଙ୍କ ଅପମାନରେ ନିରାଶ ହୁଅ ନାହିଁ, କାରଣ ସେମାନଙ୍କର ଅପମାନ ଓ ନିନ୍ଦା ଅଳ୍ପ ସମୟ ମଧ୍ୟରେ ଲୋପ ପାଇବ। ଭାଇ ଓ ଭଉଣୀମାନେ, ଜୀବନ ଦୀର୍ଘ ନୁହେଁ। ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହେବା ପାଇଁ ଆମ୍ଭମାନଙ୍କର ସମୟ ଅଳ୍ପ ଏବଂ ଆମ୍ଭମାନଙ୍କ ବିରୋଧୀମାନଙ୍କର ଆମ୍ଭମାନଙ୍କୁ ବାଧା ଦେବାର ସମୟ ମଧ୍ୟ ଅଳ୍ପ ଅଟେ। ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। ଯାହା ଯାହା ଶୀଘ୍ର ଘଟିବ, ସେହି ସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ ଭାବବାଦୀମାନଙ୍କର ଆତ୍ମାସମୂହର ଈଶ୍ୱର ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି। ବାଇବଲ ଆମ୍ଭମାନଙ୍କୁ ଏହା ଶିକ୍ଷା ଦିଏ। ଭାଇ ଓ ଭଉଣୀମାନେ, ଆମ୍ଭେମାନେ କାହା ପାଇଁ ବଞ୍ଚିବା ଉଚିତ? ଯଦି ଯେଉଁମାନେ ସ୍ୱର୍ଗର ରାଜ୍ୟରେ ରାଜା ହେବାକୁ ଯାଉଛନ୍ତି, ସେମାନେ ପରମେଶ୍ୱରଙ୍କ ପାଇଁ ନିଜ ସମୟକୁ ବ୍ୟବହାର ନ କରି ଏହି ପୃଥିବୀରେ ନଷ୍ଟ କରିଦିଅନ୍ତି, ତେବେ ସେମାନେ ଶେଷରେ କାନ୍ଦି କହିବେ, ହେ ପ୍ରଭୁ, ଦ୍ୱାର ଖୋଲନ୍ତୁ, ଆମ୍ଭମାନଙ୍କ ପାଇଁ ଦ୍ୱାର ଖୋଲନ୍ତୁ। ମୁଁ ଏବେ ମୋର ଚେତା ଫେରି ପାଇଛି। ଏବେଠାରୁ ମୁଁ ଠିକ୍ ଭାବରେ ଜୀବନଯାପନ କରିବି। ପରମେଶ୍ୱର କହିବେ, ମୁଁ ତୁମ୍ଭମାନଙ୍କୁ କେବେ ହିଁ ଜାଣି ନାହିଁ, ମୋ ନିକଟରୁ ଦୂର ହୁଅ। ଭାଇ ଓ ଭଉଣୀମାନେ, ଏହା ଯେପରି ଆମ୍ଭମାନଙ୍କ ଜୀବନରେ କେବେ ହେଲେ ସତ୍ୟ ନ ହୁଏ। କେବେ ହେଲେ ଭୁଲନ୍ତୁ ନାହିଁ ଯେ ଏକ ଗୌରବମୟ ଜଗତ ଆମ୍ଭମାନଙ୍କ ପାଇଁ ଅପେକ୍ଷା କରିଛି। ପିତା ଆସିବା ଦିନ ପର୍ଯ୍ୟନ୍ତ ଏହି ମହାନ ଆଶାକୁ ଧରି ରଖନ୍ତୁ ଏବଂ ବିଶ୍ୱାସରେ ଏହି ମହାନ ସ୍ୱପ୍ନକୁ ଆପଣାନ୍ତୁ। ଯଦି ଆପଣମାନଙ୍କୁ ଏହା କଳ୍ପନା କରିବା କଷ୍ଟକର ଲାଗୁଛି, ତେବେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଇଣ୍ଟରନେଟକୁ ଯାଇ ବ୍ରହ୍ମାଣ୍ଡର ଆକାର କିମ୍ବା ଆକାଶୀୟ ପିଣ୍ଡ ବୋଲି ଖୋଜନ୍ତୁ। ଏହି ସମସ୍ତ ତଥ୍ୟ ଆସିଯିବ। ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯେ ଆପଣମାନେ ନିଜେ ଏହାକୁ ଦେଖନ୍ତୁ। ଆପଣମାନେ ଭାବିବେ, ପ୍ରକୃତରେ ଏହି ପୃଥିବୀ କେତେ ନଗଣ୍ୟ। ତଥାପି ଏହି ସ୍ଥାନରେ ହିଁ ମୁଁ ମୋର ସମସ୍ତ ହୃଦୟ ଢାଳି ଦେଇଛି ଏବଂ ସବୁକିଛି ବିନିଯୋଗ କରିଛି। ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟକୁ ନେଇଯିବା ଉଦ୍ଦେଶ୍ୟରେ ହିଁ ଏହି ପୃଥିବୀକୁ ଆସିଥିଲେ। କ'ଣ ମୁଁ ପ୍ରକୃତରେ ତାଙ୍କ ଶିକ୍ଷା ଅନୁସାରେ ମୋର ଜୀବନଯାପନ କରୁଛି? କ'ଣ ଆମ୍ଭେମାନେ ପ୍ରତିଦିନ ନିଜ ବିଷୟରେ ଚିନ୍ତା କରୁଥିବା ବ୍ୟକ୍ତି ହେବା ଉଚିତ ନୁହେଁ କି? ଆସନ୍ତୁ ଆମେ ରୋମିଓ ଅଧ୍ୟାୟ 8 ପଦ 6 ଦେଖିବା। କାରଣ ଶାରୀରିକ ଭାବ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ଭାବ ଜୀବନ ଓ ଶାନ୍ତିଦାୟକ। ଯେଣୁ ଶାରୀରିକ ଭାବ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା, କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି ବଶୀଭୂତ ହେବା ଅସମ୍ଭବ। ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହୋଇପାରନ୍ତି ନାହିଁ। କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇନଥାଏ, ତେବେ ସେ ତାହାଙ୍କର ନୁହେଁ। ଆସନ୍ତୁ ଆମେ ପଦ 12କୁ ଯିବା। ଅତଏବ ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନଯାପନ କରିବାକୁ ଶରୀର ନିକଟରେ ନୁହେଁ। କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନଯାପନ କର, ତେବେ ଅବଶ୍ୟ ମରିବ। କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମ ସବୁକୁ ବିନାଶ କର, ତେବେ ଜୀବିତ ହେବ। ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ। କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ। ତଦ୍ୱାରା ଆମ୍ଭେମାନେ ଆବ୍ବା ପିତା ବୋଲି ଡାକିଥାଉ। ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖ ଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ଉତ୍ତରାଧିକାରୀ ଅଟୁ। ଯେତେବେଳେ ଆପଣମାନେ ସ୍ୱର୍ଗର ରାଜ୍ୟର ମହିମା ବିଷୟରେ ଚିନ୍ତା କରନ୍ତି, ସେତେବେଳେ ଆପଣମାନଙ୍କର ହୃଦୟ ପ୍ରତିଦିନ ଆନନ୍ଦରେ ପୂର୍ଣ୍ଣ ହୋଇଯିବ। ମୋ ପରି ଜଣେ ପାପୀ କେଉଁ ଭଲ କାମ କରିଛି ଯେ ପରମେଶ୍ୱର ମୋ ପାଇଁ ଏପରି ଏକ ମହାନ ଭବିଷ୍ୟତ, ଏପରି ଏକ ବିଶାଳ ଜଗତ ପ୍ରସ୍ତୁତ କରିଛନ୍ତି ଏବଂ ହୃଦୟସ୍ପର୍ଶୀ ଭାବନା ଓ ରୋମାଞ୍ଚକର ପ୍ରତୀକ୍ଷାରେ ପରିପୂର୍ଣ୍ଣ ପ୍ରତ୍ୟେକ ଦିନ ପ୍ରଦାନ କରିଛନ୍ତି। ଏହା କି କୃପା ଏବଂ ଏହା କି ଆଶୀର୍ବାଦ! ଏହି ଦୃଷ୍ଟିକୋଣ ଏବଂ ଏହି ବିଶ୍ୱାସ ସହିତ ଆଗକୁ ବଢ଼ନ୍ତୁ ଏବଂ ଉଜ୍ଜ୍ୱଳ ଶକ୍ତିରେ ଜୀବନଯାପନ କରନ୍ତୁ।
ଆପଣ ପ୍ରଚାର କରିବାକୁ ଗଲାବେଳେ ଆପଣଙ୍କ ପାଦ ହାଲୁକା ହେବ ଏବଂ ମଣ୍ଡଳୀକୁ ଆସିଲା ବେଳେ ମଧ୍ୟ ଆପଣଙ୍କ ପାଦ ହାଲୁକା ହେବ। ଆପଣ ସଂକଳ୍ପ କରିବେ, ମୁଁ ଅନ୍ତତଃ ଆଉ ଜଣେ ପ୍ରାଣକୁ ଏହି ସ୍ୱର୍ଗୀୟ ଜଗତ ବିଷୟରେ ନିଶ୍ଚୟ ଜଣାଇବି। ଆପଣଙ୍କ ମୁଖ ଆପେ ଆପେ ଖୋଲିଯିବ, ହଁ ନା? ଆସନ୍ତୁ ଆମେ ପଦ 18 ସହିତ ଜାରି ରଖିବା। କାରଣ ମୋ ବିଚାରରେ ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖ ଭୋଗ କିଛି ହିଁ ନୁହେଁ। ଆମ୍ଭମାନଙ୍କୁ ଏହା ବୁଝିବା ଉଚିତ ଯେ ଆଗାମୀ ଗୌରବ ତୁଳନାରେ ଆମ୍ଭେମାନେ ଅଳ୍ପ ସମୟ ପାଇଁ ଯେଉଁ ଦୁଃଖ ଭୋଗ କରୁ ତାହା କିଛି ହିଁ ନୁହେଁ। ଆସନ୍ତୁ ଆମେ ପଦ 24କୁ ଯିବା। କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ, କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା ତାହା ଭରସା ନୁହେଁ। ଯେଣୁ ଯାହା ଜଣେ ଦେଖୁଅଛି ସେଥି ନିମନ୍ତେ ସେ କାହିଁକି ଆଉ ଭରସା କରିବ? କିନ୍ତୁ ଆମ୍ଭେମାନେ ଯାହା ଦେଖୁନାହୁଁ ଯଦି ତାହା ନିମନ୍ତେ ଭରସା କରୁ ତାହା ହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ। ଏହାର ଅର୍ଥ ହେଉଛି ଅଳ୍ପ ଧୈର୍ଯ୍ୟ ଧରି ଅପେକ୍ଷା କର ଏବଂ ତୁମେ ଦେଖିବ ଫଳାଫଳ କଣ ହେବ। ଏହିପରି ଭାବରେ ପରମେଶ୍ୱର ଆମ୍ଭମାନଙ୍କୁ ପ୍ରମାଣ ଦେଇଛନ୍ତି ଯେ ଆମ୍ଭେମାନେ ତାହାଙ୍କର ସନ୍ତାନ। ନିସ୍ତାର ପର୍ବର ନିୟମ ମାଧ୍ୟମରେ ସେ ଆମ୍ଭମାନଙ୍କୁ ତାହାଙ୍କର ପବିତ୍ର ମାଂସ ଓ ରକ୍ତ ପ୍ରଦାନ କରିଛନ୍ତି। ସେ କହିଲେ, ଯଦି ତୁମ୍ଭେମାନେ ନୂତନ ନିୟମରେ ରୁହ ତେବେ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ଏବଂ ତୁମ୍ଭେମାନେ ଆମ୍ଭର ଲୋକ ହେବ। ଯଦିଓ ଜଗତର ସମସ୍ତ ଲୋକ ପରମେଶ୍ୱରଙ୍କୁ ନିଜର ବୋଲି ଦାବି କରନ୍ତି, ତଥାପି ଶେଷରେ ପରମେଶ୍ୱର ସେହିମାନଙ୍କୁ ଖୋଜି ବାହାର କରିବେ ଯେଉଁମାନଙ୍କଠାରେ ତାଙ୍କର ଦିବ୍ୟ DNA ରହିଛି। ଏହା କଣ କହୁନାହିଁ ଯେ ପରମେଶ୍ୱର ଆମ୍ଭମାନଙ୍କ କପାଳରେ ମୋହର ଲଗାନ୍ତି? ସେ ସବୁକିଛି ଜାଣନ୍ତି। ଅବଶ୍ୟ ଏହି ପୃଥିବୀରେ ଆମ୍ଭମାନଙ୍କର ଦୈନନ୍ଦିନ ଜୀବନଯାପନ ପ୍ରକ୍ରିୟା ମଧ୍ୟ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ। ତଥାପି ସ୍ୱର୍ଗରେ ଭବିଷ୍ୟତ ପାଇଁ କୌଣସି ଆଶା ନ ରଖି କେବଳ ଆଜି ପାଇଁ ବଞ୍ଚିବା ପ୍ରକୃତରେ ଏକ ଦୁଃଖଦାୟକ ବିଷୟ ଅଟେ। ଭବିଷ୍ୟତକୁ ଦେଖି ଆସନ୍ତୁ ଆଜିର ସମସ୍ତ କଷ୍ଟ ଏବଂ ଯନ୍ତ୍ରଣାକୁ ଅତିକ୍ରମ କରିବା। ଆସନ୍ତୁ ଆମେ ଆହୁରି ଅନେକ ଆତ୍ମାକୁ ପଶ୍ଚାତାପ କରିବାକୁ ନେତୃତ୍ୱ କରିବା ଏବଂ ସେମାନଙ୍କୁ ସ୍ୱର୍ଗୀୟ ପିତା ଆନ୍ ସାଙ୍ଗ ହୋଙ୍ଗ ଏବଂ ନୂତନ ଜିରୁସାଲେମ ସ୍ୱର୍ଗୀୟ ମାତାଙ୍କ କୋଳକୁ ଆଣିବା ଯେଉଁମାନେ ଆମକୁ ସତ୍ୟ ଦେଇଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ପ୍ରେରିତ ପାଉଲଙ୍କ ପରି ଆମେ ପ୍ରତିଦିନ ଆନନ୍ଦପୂର୍ଣ୍ଣ ଆଶାରେ ପରିପୂର୍ଣ୍ଣ ହୃଦୟ ସହିତ ସ୍ୱର୍ଗର ରାଜ୍ୟ ଆଡ଼କୁ ଦୌଡ଼ିବା। ଆଜିର ବାକ୍ୟ ମାଧ୍ୟମରେ ଆପଣ ବହୁତ ଅନୁଗ୍ରହ ପାଇଛନ୍ତି ବୋଲି ଆଶା କରି ମୁଁ ଏହି ଉପଦେଶ ସମାପ୍ତ କରିବାକୁ ଚାହେଁ। ଆପଣଙ୍କୁ ବହୁତ ଧନ୍ୟବାଦ।